ପିଙ୍ଗଳାର ସୂର୍ଯ୍ୟ ଆତ୍ମାକୁ ଦିଅନ୍ତି ଯେହରି ତାତହୁଁ ଆନ ଇଚ୍ଛା କରି ମୋ ପ୍ରାଣନାଥ ଅଛି ପାଶେ ମୁହିଁ ନ ଦେଖଇ ପ୍ରତ୍ୟକ୍ଷେ। ଜଗନ୍ନାଥ ଦାସ। ଏ ନୀଳ ନିଶୀଥ ଯେହ୍ନେ ପ୍ରଜ୍ୱଳିତ ଅସଂଖ୍ୟ ତାରାରେ, ଏ ନୀଳ ନିଶୀଥ ଯେହ୍ନେ ନିପୀଡ଼ିତ ଲେଲିହାନ କାମନା ଜ୍ୱାଳାରେ, ଏ ନୀଳ ନିଶୀଥ ଯେହ୍ନେ କାନ୍ଦୁଅଛି ବିନ୍ଦୁ ବିନ୍ଦୁ ଅଜସ୍ର ଶିଶିରେ, ଏ ନୀଳ ନିଶୀଥ ଯେହ୍ନେ ଭାଙ୍ଗି ପଡ଼େ ପ୍ରତୀକ୍ଷାର ବିଶ୍ଳଥ କ୍ଳାନ୍ତିରେ, ଏ ନୀଳ ନିଶୀଥ ଯେହ୍ନେ ମିଶାଉଛି ବିଦେହକୁ ମହାଶୂନ୍ୟତାରେ ଏବଂ ମହାଶୂନ୍ୟତାରେ ମିଶାଉଛି ଗଣ୍ଡକିରି ଉଦ୍ଦୀପ୍ତ ରାଗିଣୀ। ପିଙ୍ଗଳାର ସମ୍ପ୍ରେରିତ ଇତସ୍ତତ କାମାତୁର ଯେତେ ଦୃଷ୍ଟିବାର୍ତ୍ତା, ବାସକ ସଜ୍ଜାର ଯେତେ ଉପଚାର, ଯେତେ ଜ୍ୱାଳା ଶୂନ୍ୟ ଘଣ୍ଟା ପଥ, ନିଦ୍ରିତ ଧରାର ଦିଗ ନୀଳିମାରେ କ୍ରମେ ଯେହ୍ନେ ଆପଣାକୁ କରୁଛି ବିଲୀନ। ଧ୍ୟାନସ୍ଥ ଚ୍ୟବନ ପରି ଅସହ୍ୟ ଏ ଶୂନ୍ୟତା ଓ ନୀରବତା ଭରି ମାଂସର ବିଳାସ ମାତ୍ର ଅନୁଘୋଷେ ଶୁଭୁଅଛି ପିଙ୍ଗଳାର ପ୍ରିୟ କାହିଁ କାହିଁ। ଶୋଣିତ ଅଗ୍ନିର ଢେଉ ନାଚୁଅଛି ଝଡ଼ ପରି ଅନ୍ଧକାରେ ତାତି ଓ ତତେଇ। ଏ ରାତିର ଆକାଶରେ ଏତେ ତାରା, ଏତେ ରାତି, ଏତେ ନିର୍ଜନତା, ପିଙ୍ଗଳାର ଏତେ ଦେହ, ଏତେ ଜ୍ୱାଳା, ଏତେ ଆତୁରତା। ଆକାଶ ବି କେତେ ଶୂନ୍ୟ, କେତେ କଳା, କେତେ ମୂର୍ତ୍ତିମନ୍ତ। ପିଙ୍ଗଳା କ୍ଷୁଭିତ କେତେ, କ୍ଳାନ୍ତ କେତେ, କେତେ ଗ୍ଳାନି ଅଶ୍ରୁରେ ମଥିତ। ନୀଳ ନିଶୀଥର ତାରା କାମନା ଓ ପ୍ରତୀକ୍ଷାର ଓ ବିଦେହ ଶୂନ୍ୟତା। ପିଙ୍ଗଳା ଦେହର ସୀମା ଅତିକ୍ରମୀ ହୃଦୟ ଓ ମନକୁ ଆବେଶି ଗଣ୍ଡକିରି ଉଦ୍ଦୀପିତ ରାଗିଣୀକୁ ଘୋଷେ ଘୋଷେ କାଳିମାରେ କରୁଛି କରୁଣ। ନୀଳ ନିଶୀଥର ତାରା କାମନା ଓ ପ୍ରତୀକ୍ଷା ଓ ଖିଳ ବହିରଙ୍ଗ। ପିଙ୍ଗଳାର ଅନ୍ତରଙ୍ଗେ ସଂକ୍ରମୁଛି ତା ଆତ୍ମାକୁ ଏ ସାବଲ୍ୟ କରୁଛି ପୀଡ଼ିତ। ପିଙ୍ଗଳା ଦୃଷ୍ଟିର ବର୍ଷା ଘଣ୍ଟା ପଥୁ ବହିରଙ୍ଗୁ ସ୍ରୋତ ଅପସରି ଖୋଜୁଛି ତା ଅନ୍ତରଙ୍ଗେ ସ୍ରୋତ ହୋଇ ଯେହ୍ନେ ଅବା କେଉଁ କୂଳ ପଥ। ଯେମିତିକି ବହିଯିବ ସମୁଦ୍ରକୁ ନିଜେ ଆଜି। କିଏ ସେ ସମୁଦ୍ର? ଏ ତ ନୁହେଁ ପିଙ୍ଗଳାର ପ୍ରିୟଜନ। ଏ ସମୁଦ୍ର ଅନନ୍ତ ଘୋଷରେ ସେ ଏକ ବିନ୍ଦୁର ମାତ୍ର ଅନୁସ୍ୱର। କିଏ ସେ ସମୁଦ୍ର? ଆଶାର ମାଧୁର୍ଯ୍ୟ ବନ୍ଧେ କରୁଛି ଏ ପିଙ୍ଗଳାର ସମଗ୍ରେ ଭସାଇ। ବ୍ୟାକୁଳ ବିହ୍ୱଳ ମୂଢ଼ କେଉଁ ନାଦେ କେଉଁ ମଦେ? କିଏ ସେ ସମୁଦ୍ର? ପିଙ୍ଗଳା ଘେନୁଛି ଅବା କିଛି କିଛି ପରିଚୟ ସମୁଦ୍ରର ଅପରିଚୟରୁ। ଏ ଦେହେ ପରମ କିଛି ଇନ୍ଦ୍ରିୟର ଉତ୍ତୀର୍ଣ୍ଣତା ସତ୍ୟ କିଛି କ୍ରମଶଃ ସ୍ଖଳିତ। କୁଣ୍ଡଳିନୀ ପିଙ୍ଗଳାର ହେଉଅଛି କିଛି କିଛି ମୁହ୍ୟମାନ କୌଣସି ନିର୍ମୋକ ଏବଂ ସେ ହଠାତ୍ ଯେହ୍ନେ ବାତାୟନେ ନ୍ୟସ୍ତ ଏବଂ ନିରବିତ ବିପଞ୍ଚି ଭିତରୁ ଶୁଣୁଛି ସ୍ୱୟମ୍ଭୂ ସ୍ୱର ଅନାହତ ସୁଦୂରର ଆତ୍ମା ଯେହ୍ନେ ଗାଉଛି ଜାଗୃତି। ଏ ଯେମିତି ପ୍ରୀତିଶାଳା ବିଶ୍ରମ୍ଭଣେ ସୁଖିତ ଓ ପର୍ଯ୍ୟାକୁଳ ସିଦ୍ଧାର୍ଥର କାନେ ବଲ୍ମୀକିର ସ୍ୱୟଂଜାତ ସ୍ୱରେ ସ୍ୱରେ ଦେବତାର ଗାଉଥିବା ଗୀତ। ଉଠ ହେ ମାୟାର ପୁତ୍ର, ବେଳ ହେଲା, ଆହେ ଉଠ ଅମୃତର ଦୂତ। ଆତ୍ମା ଅବା ନିବୋଧୁଛି, ଉଦ୍ଧରୁଛି ପିଙ୍ଗଳାକୁ ପରମ ଓ ପ୍ରେମର ସଙ୍ଗୀତେ। ପିଙ୍ଗଳା ଚିହ୍ନୁଛି ଅବା ଆପଣାକୁ ପ୍ରେମକୁ ଓ ପରମକୁ ସ୍ୱତଃ ଅଭିଜ୍ଞାରେ। ପିଙ୍ଗଳା ପାରୁଛି ଚିହ୍ନି ଆପଣାକୁ ପରମକୁ ପ୍ରେମକୁ କ୍ରମଶଃ ଚକିତେ ଉତ୍ତରୋତ୍ତର ଭାସ୍ୱର ଓ ପ୍ରଜ୍ୱଳନ୍ତ ତା ଆତ୍ମାର ପ୍ରତ୍ୟାତ୍ମା ଭିତରେ। ଚିହ୍ନୁଛି ସେ ପରମର ବିନର୍ତ୍ତିତ ରମ୍ୟ ସତ୍ତା। ତେଣୁ ଅବା ପୁଲକିତ ସାତ୍ତ୍ୱିକ ବିକାରେ ସେହି ଅନ୍ତଃ ସଙ୍ଗୀତର ପ୍ରତିସ୍ୱରେ ଉଚ୍ଛ୍ୱସିତେ ଗାଉଛି କ୍ରନ୍ଦନ। ପରିତପ୍ତ ଝଙ୍କୃତି ଓ ବେପଥୁରେ ଭରି ଏକ ଉତ୍ତର ନିଶୀଥ। କା ଲାଗି ଗାଇଲି ହାୟ ବିମୂଢ଼ ମୁଁ କାମନାକ୍ତ ଉଦ୍ଦାହକ ଏତେ ଗଣ୍ଡକିରି। ଗାଉଛି ସେ ଅଶ୍ରୁଗଙ୍ଗା ଧୋଇ ଆତ୍ମ କାଳିମାର ଯେତକ ଆକାଶ। ଭସାଇ ଯେତକ ତାରା ଏ ଦେହର ଏ ମନର ଚନ୍ଦ୍ରିକା ଓ ଚନ୍ଦ୍ର କାମନାର। କନ୍ଦାଇଲି କେତେ ହାୟ ମୁଁ କୁଣ୍ଠିତା ବିପଞ୍ଚିକି ମାତ୍ର କେଉଁ ଦେହ ବନ୍ଦନାରେ। ଗାଉଛି ସେ ସ୍ୱରଭଙ୍ଗ ଭାଙ୍ଗି ଦେଇ ଏତେ ଦେହ, ଏତେ ରାତି, ଏତେ ନିର୍ଜନତା। ମୁଁ କେଡ଼େ ଅଶାନ୍ତ ହାୟ ଭ୍ରମୁଥିଲି ମୃଗୀ ପରି ନିଜ ନାଭି କସ୍ତୁରୀ ବିଭ୍ରମେ
ତରଙ୍ଗର ଫେନ ଚୂଳେ ମୁଗ୍ଧ ହେଇ ପାଶୋରିଲି ମୋ ନିଜର ଅନନ୍ତ ସମୁଦ୍ର। ଶାନ୍ତି ସେ ଗାଉଛି ଭୁଲି ଯେତେ ଜ୍ୱାଳା ଯେତେ ଗ୍ଲାନି ଯେତେ ଆତୁରତା। ହେ ମୋର ଆତ୍ମସ୍ଥ ପ୍ରିୟ, ହେ ପରମ, ହେ ଅନାଦି ପ୍ରତୀକ୍ଷର ମୋର, ହେ ଐଶ୍ୱର୍ଯ୍ୟ ମୋର, ତୁମେ ଥାଉଁ ଭ୍ରମି ହେଲି କି ଅଜ୍ଞାନେ ତିମିର ଲୀଳାରେ। ତୁମେ ମୋର ମୂର୍ତ୍ତିବନ୍ତ ଯେତେ ମୋର ଆତ୍ମଶୂନ୍ୟ କାଳଶୂନ୍ୟ ଦେଶଶୂନ୍ୟ ସବୁ ପୂର୍ଣ୍ଣ କରି ଚିରନ୍ତନ ପ୍ରଣୟର ଆତ୍ମାନନ୍ଦେ ତୁରୀୟ ଆହ୍ଲାଦେ। ପିଙ୍ଗଳା ଗାଉଛି ଯେହ୍ନେ ନୀରବତା ମୁହ୍ୟମାନ ମୂର୍ଚ୍ଛିତ ପୀଡ଼ାରେ। ଆଶ୍ଳେଷ ମୁଦ୍ରାରେ ତୋଳି ଦୁଇ ହାତ ଏବଂ ହସକାନ୍ଦର ସାବଲ୍ୟେ ଦେଖୁଛି ମାୟାବୀ ଯେତେ ରାତି ଏବଂ ଯେତେ ରାତି ଆରଣ୍ୟ ଓ ଇନ୍ଦ୍ରିୟ ଜନିତ। ବେପଥୁରେ ଥରି ଥରି ରୋହିତ ଓ ବିନର୍ତ୍ତିତ ଦ୍ୟୁତିରେ ସ୍ପନ୍ଦିତ ପିଙ୍ଗଳା ଦେଖୁଛି ଆତ୍ମ ଅଭିଜ୍ଞାରେ ତା ପିଣ୍ଡରେ ଜାଗରିତ କୁଣ୍ଡଳିନୀ ପରି। ପିଙ୍ଗଳା ନାଡ଼ୀରେ ସ୍ୱୟଂ ଉଚ୍ଛ୍ୱସିତ ସମ୍ପ୍ରଚ୍ଛନ୍ନ ସୂର୍ଯ୍ୟର ବିଭାସ। ସେ ବିଭାସେ ଭେଟୁଛି ତା ସମୁଦ୍ରକୁ ପରମକୁ ନାଗରକୁ ତାରି ସୂର୍ଯ୍ୟକୁ। ଆଶ୍ଳେଷ ମୁଦ୍ରାରେ ତୋଳି ତଦବସ୍ଥ ଦୁଇ ହାତ ମୁହ୍ୟମାନ ମୂର୍ଚ୍ଛିତ ଆଲୋକେ। ସମୀକ୍ଷାର ଶୀର୍ଷକ ପିଙ୍ଗଳାର ସୂର୍ଯ୍ୟର କବି ବେଣୁଧର। କବି ବେଣୁଧର ରାଉତଙ୍କ ରଚିତ ପିଙ୍ଗଳାର ସୂର୍ଯ୍ୟ ଏକ ବୌଦ୍ଧିକ ଦାର୍ଶନିକ ତତ୍ତ୍ୱ ସମ୍ବଳିତ କବିତା, ଯାହାର ନାମକରଣ ପ୍ରତୀକଧର୍ମୀ ବା ସାଙ୍କେତିକ ଶବ୍ଦ ବିଶିଷ୍ଟ। ମନୁଷ୍ୟର ଚରିତ୍ର ବା ଆଚରଣ ଉପରେ ସମ୍ପୂର୍ଣ୍ଣ ଗୁରୁତ୍ୱ ଦିଆଯାଇ ବ୍ୟକ୍ତିତ୍ୱର ମନୋବିଶ୍ଳେଷଣ ବା ସାଇକୋ ଆନାଲିସିସ୍ କରାଯାଇଅଛି। ଚରିତ୍ରବାଚକ କବିତାରେ ସାଧାରଣତଃ ଏପରି ହୋଇଥାଏ। କବିତାର ନାମକରଣ ଚରିତ୍ରଧର୍ମୀ। ସୂର୍ଯ୍ୟର ଅର୍ଥ ଚେତନାର ଆଲୋକୀକରଣ। ଏହା ପୂର୍ବରୁ ବ୍ୟକ୍ତିଣୀର ମନ ଅନ୍ଧାରରେ ଗତି କରୁଥିବାରୁ ଜୀବନ ବିତାନ ଧାରାଟି ବି ଅସଫଳ ହୋଇ ବିତୁଥିଲା। ପରକୀୟା ପ୍ରୀତି ବା ବେଶ୍ୟାବୃତ୍ତି ଜୀବନର କଦାପି ସଫଳ ପ୍ରୟାସ ବା ଇଚ୍ଛା ବା ଆକାଙ୍କ୍ଷା ନୁହେଁ। ଭଗବାନ ବେଶ୍ୟାବୃତ୍ତିକୁ ପାପର ନାମ ଦେଇ ଯିଏ ଏଇ କାମ କରୁଛି ତାକୁ ଭ୍ରଷ୍ଟ ନଷ୍ଟର କଳଙ୍କିତର ଦୁର୍ନାମ ଦେଇଛନ୍ତି। ସମାଜରେ ଏଭଳି ବ୍ୟକ୍ତିର ଅପବାଦ ବାଜା ବାଜିଥାଏ। ଦୁନିଆ ଆଖିରେ ହୁଏ ନଷ୍ଟ ଚରିତ୍ର, କାରଣ ଏହା ସ୍ୱାମୀ ସ୍ତ୍ରୀର ଜାୟାପତିର ପବିତ୍ର ଦାମ୍ପତ୍ୟ ଗାର୍ହସ୍ଥ୍ୟ ପ୍ରେମ କଦାପି ନୁହେଁ। ପରକୀୟା ପ୍ରୀତି ବା ବେଶ୍ୟାବୃତ୍ତି ଯିଏ କରେ, ମୃତ୍ୟୁ ପରେ ପରଲୋକରେ ଏଭଳି ବ୍ୟକ୍ତି ପାପର ଭାଗୀଦାର ହୋଇ କଠୋର ନର୍କଦଣ୍ଡର ଯନ୍ତ୍ରଣା ଭୋଗିବାର ଚେତାବନୀ ପୁରାଣ ଶାସ୍ତ୍ର ଦେଇ ମଣିଷକୁ ଏହାଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଅଛି। ଭଗବାନ ରାଗିଯାଇ ଏଭଳି ବ୍ୟକ୍ତିକୁ ଅକାଳରେ ମାରିଦେବାର ଖବର ବି ଶୁଣାଯାଇ ଦେଖାଯାଇଥାଏ। ସମ୍ବାଦପତ୍ରରୁ ଲୋକମୁଖରେ ଏଭଳି ଦୁଷ୍କାଳର ବିବୃତି ଅଛି। ତଥାପି ମଣିଷ ଅମାନିଆ ହୋଇ ଆବେଗର ବଶବର୍ତ୍ତୀ ହୋଇ କରେ ଏବଂ ପେଶାରେ ବି ଆପଣାଏ। ଏହା ବି ଏକ ସାମାଜିକ ଯଦିଓ ନୁହେଁ, ତଥାପି ମନୁଷ୍ୟ ସମାଜରେ ଘଟୁଥାଏ ବୋଲି ସାମାଜିକ ସେଥିପାଇଁ କୁହାଯାଇପାରିବ, ଯେଉଁଥିରୁ ଅସାମାଜିକତାର ଦୁର୍ନାମ ବାହାରିଅଛି। ସ୍ୱକୀୟା ପରକୀୟା ହୋଇ ପ୍ରୀତି ଦୁଇ ପ୍ରକାର। ସ୍ୱକୀୟା ପ୍ରୀତି ସ୍ୱାମୀ ସ୍ତ୍ରୀ ମଧ୍ୟରେ ଏବଂ ପରକୀୟା ପ୍ରୀତି ବେଶ୍ୟା ମଧ୍ୟରେ ସଂଗଠିତ ହୋଇଥାଏ। ଆଜିକାଲି ଯୁବକ ଯୁବତୀ ଯେଉଁ ଲିଭ୍ ଇନ୍‌ରେ ରହୁଛନ୍ତି, ବିବାହ ନ ହୋଇ ନ କରି, ତାହା ବି ବେଶ୍ୟାପ୍ରୀତିର ମାନବୀୟ ପ୍ରକୃତିର ଅପର ବିକାର ବା ପାଗଳାମୀ, ଶଇତାନୀ କୁପ୍ରଭାବର ଫଳଶ୍ରୁତି। ଏସବୁ ଦିଗରୁ ବିଚାରିଲେ ବେଣୁଧରଙ୍କ ପିଙ୍ଗଳାର ସୂର୍ଯ୍ୟ କବିତାର ସାମାଜିକ ଏବଂ ଜୀବନକୈନ୍ଦ୍ରିକ ଉପଯୋଗିତା ନିଶ୍ଚିତ ଅଛି। ନହେଲେ କବିତା ଲେଖାଯାଇ ନ ଥାନ୍ତା। ପାପ କରି ପ୍ରାୟଶ୍ଚିତ ଅନୁତାପରେ ଥାଏ। ପିଙ୍ଗଳା ଚରିତ୍ରରେ ତାର ବିଳାସପ୍ରିୟ ବିଦେହର ନଟୀ ଜୀବନରେ ଠିକ୍ ସେଇଆ ହିଁ ଘଟିଛି। ଫଳରେ କବିତାର ନାମଦାନ ପିଙ୍ଗଳାର ସୂର୍ଯ୍ୟ ରଖାଯାଇଅଛି, ଯାହାକି ଯଥାର୍ଥ। ସୂର୍ଯ୍ୟ ଅନୁଶୋଚନା ଜନିତ ମାନସିକତାର ଚେତନାର ବିବର୍ତ୍ତନ ବା ପରିବର୍ତ୍ତନ। ଅନ୍ଧାର ପଥରେ ପିଙ୍ଗଳାର ଜୀବନ ଯାଉଥିବା, ଆଲୋକ ପଥରେ ଏଣିକି ଯିବ।
ଏହି ଉପଲବ୍ଧି ହିଁ ପିଙ୍ଗଳା ଜୀବନର ସୂର୍ଯ୍ୟ ବା ଆଲୋକର ଦିଶା ବା ଦିଗ। ପିଙ୍ଗଳା ଭାଗବତର ଜନୈକ ଚରିତ୍ର, ଆଦିର ମାନବୀୟ ସମାଜର ଅନନ୍ୟ ଦିଗ୍ଦର୍ଶିକା, ପଥ ପ୍ରଦର୍ଶିକା, ଅବାଟରେ ନ ଯିବାର। ମୁଁ ଯେତେବେଳେ ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ର ଡି.ଏ.ଭି. ମହାବିଦ୍ୟାଳୟରେ ପ୍ରଥମେ ଓଡ଼ିଆ ଅଧ୍ୟାପକର ଚାକିରି ପାଇଥିଲି 1990 ଡିସେମ୍ବର ମାସରେ, ସେବେ ଯୁକ୍ତ 3 ଶ୍ରେଣୀର ଶେଷ ବର୍ଷର ଓଡ଼ିଆ ଅନର୍ସ ପିଲାଙ୍କୁ ସଂସିତ ବା ଏହି ପିଙ୍ଗଳାର ସୂର୍ଯ୍ୟ କବିତାଟିକୁ ପଢ଼ାଇଥିଲି। ମୋର ପ୍ରଥମ ଚାକିରି ଜୀବନର ପ୍ରଥମ କ୍ଲାସ୍ ଆଧୁନିକ ଓଡ଼ିଆ କବିତା ଅଧ୍ୟାପନାରୁ ହିଁ ଆରମ୍ଭ ହୋଇଥିଲା। ରମାକାନ୍ତ ରଥଙ୍କର ବାଘାବଲୋକନ କବିତାରୁ, ଯାହାକି ଯୁକ୍ତ 3 ପ୍ରଥମ ବର୍ଷ ବାଧ୍ୟତାମୂଳକ ଓଡ଼ିଆ ଏମ୍.ଆଇ.ଏଲ୍. କଳାର ପାଠ୍ୟକ୍ରମରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ କୋର୍ସ ଖସଡ଼ାରେ ଥିଲା। ପୁଣି ସମ୍ବଲପୁର ବିଶ୍ୱବିଦ୍ୟାଳୟ ପିଙ୍ଗଳାର ସୂର୍ଯ୍ୟ କବିତାଟିକୁ ଓଡ଼ିଆ M.A. ଶ୍ରେଣୀର ପାଠ୍ୟକ୍ରମରେ ରଖିଥିଲା। ଏଥିରୁ ଜଣାପଡ଼େ କବିତାର ଲୋକପ୍ରିୟତା ଏବଂ ପାଠକୀୟ ଚାହିଦାର ପରିଣାମ। ଭଲ କବିତା ନଥିଲେ ବାରମ୍ବାର ପାଠରେ ପଢ଼ାଯାଇ ନଥାନ୍ତା। କବିତାଟି ମଣିଷ ପାଠକର ବୁଦ୍ଧିକୁ ଖେଳାଏ, ମନକୁ ଖୁସି କରେ, ବାରମ୍ବାର ପଢ଼ିବାର ଇଚ୍ଛା ଜାଗ୍ରତ କରେ। ଅଗତ୍ୟା ସୁନ୍ଦର କବିତା। କବିତାର ବିଷୟବସ୍ତୁ ବ୍ୟାଖ୍ୟାନ। ଭଗବାନ ମଣିଷର ଆତ୍ମାକୁ ମଣିଷର ଦେହରେ ଦେଇ ଏଇ ଇଚ୍ଛାଟି କରିଥିଲେ କି ମଣିଷ ଦୁନିଆକୁ ଯାଇ ଭଲ କାମ କରି, ଭଲ ବା ମହତ୍ ହେଉ, ମନ୍ଦ ନ ହେଉ, ହେଲେ ମଣିଷ ମନ୍ଦ ହୋଇଛି। ଠିକ୍ ପିଙ୍ଗଳା ବା ପିଙ୍ଗଳ ବର୍ଣ୍ଣ ଧାରିଣୀ ମିଥିଳା ବା ବିଦେହ ନଗରୀର ନଟୀ ନର୍ତ୍ତକୀ ଭଳି, ଯିଏକି ବାରବନିତା, ପତିତା, କୁଳଟା, ନଷ୍ଟ ଚରିତ୍ରା। ବଣିକ ପୁତ୍ର ସୁତର ଆସିବାକୁ ଅପେକ୍ଷା କରି କରି ପିଙ୍ଗଳା ବେଶ୍ୟା ବେଶବାସରେ ଅପୂର୍ବ ସଜ୍ଜିତା ବିମଣ୍ଡିତା ହୋଇ ତା'ର ପ୍ରାସାଦରେ ବସିଛି। ଶ୍ରେଷ୍ଠୀ ବା ବ୍ୟବସାୟୀଟି ଆସିଲେ ପରକୀୟା ବେଶ୍ୟାପ୍ରୀତିର କାମ ଚାଲିବ। ଝରକାରୁ ଆକାଶକୁ ଚାହିଁଛି। ନୀଳବର୍ଣ୍ଣର ରାତ୍ରି ଆକାଶ, ଅନ୍ଧାର ଘନ କାଳିଆ, ସେଥିରେ ଅସଂଖ୍ୟ ତାରା ଭର୍ତ୍ତି ଅଛନ୍ତି। ଶିଶିରପାତ ହେଉଅଛି, କାକର ପଡ଼ୁଛି। ମିଥିଳା ନଗରୀ ଦେଇ ବହି ଯାଇଥିବା ଗଣ୍ଡକିରୀ ନଦୀର ତାନ ଶବ୍ଦ ଧ୍ୱନି ନିର୍ଜନ, ନିଶୂନ, ଗଭୀର ରାତିରେ ପିଙ୍ଗଳା ଶୁଣିପାରୁଛି। ଏ ନଦୀ ପୁଣି ସମୟର ପ୍ରତିବାଚକ। ଦୁନିଆରେ ସମୟର ନଈ ବୋହି ଯାଏରେ। ସୂର୍ଯ୍ୟମୁଖୀ ନାମକ ଓଡ଼ିଆ ସିନେମାର ଗୀତ। ଗାୟକ ମାନ୍ନା ଦେ। ନଈ ପୁଣି ଜୀବନକୁ ବି ବୁଝାଏ। ଜୀବନ ଯମୁନା ନଈ, ରାଇ ହେଲୁ ବାଇ, ଆଜି ସୁଖ କାଲି ଦୁଃଖ, ଏଥିକୁ ନ ହୁଅ ବିମୁଖ। ପୁନର୍ମିଳନ ନାମକ ଓଡ଼ିଆ ସିନେମା ଗୀତ। ଜୀବନ ଯମୁନାରେ ଜୁଆର ଉଠେରେ, ଅମଡ଼ାବାଟ ନାମକ ଓଡ଼ିଆ ସିନେମା। ପିଙ୍ଗଳା ବେଶ୍ୟା ତା'ର ଅନ୍ଧାରିତ ଜୀବନ ଆକାଶରେ ଅସଂଖ୍ୟ ଲମ୍ପଟ କାମୁକ ବିଟପୀ ପୁରୁଷ କାମନା ଉପଭୋଗର ତାରା ଉଜ୍ଜ୍ୱଳ ନକ୍ଷତ୍ର ହୋଇ ଆସିଛନ୍ତି। କାରଣ ସେମାନେ ଧନୀ, ଶ୍ରେଷ୍ଠୀ ବା ବଣିକ ବ୍ୟବସାୟୀ। ବାରବନିତା ଯେତେବେଳେ ଅଛି, ବାରଲୋକ ଆସିବେ। ତଥାପି କାମନା ବା ଯୌନ ପିପାସା ପ୍ରଶମିତ ହୋଇନାହିଁ, ବୁଝିନାହିଁ, ଅଧିକ ଜଳୁଛି ମନରେ ଦେହରେ। ଅନ୍ଧାର ରାତିରେ ଜୀବନକୁ ନେଇ ପିଙ୍ଗଳା ଶିଶିର କାକର ବିନ୍ଦୁର ପଡ଼ିବା ଭଳି କାନ୍ଦୁଛି। ବୋଧେ ଭୁଲ ବୁଝିପାରିଛି। ଲମ୍ପଟ ପୁରୁଷକୁ ଆଜି ରାତିରେ ଅପେକ୍ଷା କରି କରି ସେ ହାଲିଆ ହୋଇ ପଡ଼ିଲାଣି। ବେଶବାସ ଢିଲା ବା ବିଶ୍ଳଥ ହୋଇଗଲାଣି। ଉପର ଆକାଶ, ଯାହାକି ତାରାଭର୍ତ୍ତିରେ ଅନ୍ଧାର ଗମ୍ଭୀର, ବିଭୁ ବାସର ଥିବାରୁ ଅପୂର୍ବ ଭଗବତ୍ ପ୍ରୀତି ପିଙ୍ଗଳା ପାଉଛି ଭାବନାରେ ଥାଇ, ଅର୍ଥାତ୍ ବିଭୁଙ୍କୁ ବି ମନେ ପକାଉଅଛି। ଆତ୍ମା ତା'ର ପରମାତ୍ମା ବୋଧରେ ଲୀନ ବା ଉଚ୍ଚକିତ। ଭଗବାନ କଥା ଭାବୁଛି। ଅସ୍ଥିର ହେଉଛି, ବ୍ୟତିବ୍ୟସ୍ତ ହେଉଛି ପିଙ୍ଗଳାର ମନ। କାମାତୁର ବି ହେଉଛି, ଅର୍ଥାତ୍ କେମିତି ଜଲ୍ଦି ଯୌନ ଉପଭୋଗ କରିବ। ବେଶ୍ୟାବୃତ୍ତିରେ ନିମଗ୍ନ ରହିବ। ନିଜକୁ ବେଶବାସରେ ସଜେଇ ହେବାର ସବୁ ବ୍ୟବହାର ସେ କରିଛି, କିଛି ବି ଛାଡ଼ିନାହିଁ। ତଥାପି ତା'ର ତନୁ ମନରେ ଶାନ୍ତି ନାହିଁ। ଅଶାନ୍ତ ସେ। ରାସ୍ତା ଶୂନ୍ୟ, ଗ୍ରାହକ ଆସୁନି। ସାରା ବିଦେହ ନଗର, ମିଥିଳା ସହର ନିଦରେ ଶୋଇପଡ଼ିଛନ୍ତି। ଝରକାରୁ
ପିଙ୍ଗଳା ଦେଖୁଛି ଦୂର ଦିଗ୍ବଳୟକୁ। ଆକାଶ ପୃଥିବୀ ମିଶିକି ଏକାଠି ହୋଇଯାଇଛନ୍ତି। ରାତ୍ରି ସତେକି ଚ୍ୟବନ ଋଷି ପାଲଟି ଯାଇଛି। ଶୂନଶାନ ଗୁରୁଗମ୍ଭୀର ରାତି, ନିରୋଳା ନିକାଞ୍ଚନ। ଏଇ ଶୂନଶାନ ରାତି ପିଙ୍ଗଳାକୁ ଭଲ ଲାଗୁନାହିଁ। ତାକୁ ଭାରି ବ୍ୟସ୍ତ କରଉଛି। ଅସ୍ଥିରତା ସୃଜୁଛି ମନରେ। ମାଂସକୁ ମିଳନ ଚାହୁଁଛି। ପ୍ରତି ମୁହୂର୍ତ୍ତରେ କେବଳ ସେଇ ଦୈହିକ ମିଳନର କାମନା ଭାବ ମନକୁ ଆସୁଅଛି। କେବେ ମୋର ପ୍ରିୟତମ ଆସିବେ କେଜାଣି? ରକ୍ତ ତାର ଧମନୀ ଶିରା ପ୍ରଶ୍ରିୟାରେ ଗରମ ହୋଇ ଧାଉଁଛି। ଅର୍ଥାତ୍ ପିଙ୍ଗଳା ଟେମ୍ପଟେଡ୍ ବା ଉତ୍ତେଜିତ ହେଉଛି। ଅନ୍ଧାର ରାତି, ଥଣ୍ଡା ଥାଇକି ବି ପିଙ୍ଗଳାକୁ ଗରମ ଜଣାଯାଉଅଛି। ଗରମ ଗ୍ରୀଷ୍ମ ଦିନର ରାତି, ନହେଲେ ପିଙ୍ଗଳା କାହିଁକି ଝରକା ଖୋଲା ରଖନ୍ତା? ଆଜିର ରାତିର ଆକାଶରେ ଅସଂଖ୍ୟ ତାରା। ରାତି ବିତୁନି ଦୀର୍ଘ ମନେ ହେଉଛି। ଶୋଇ ପଡ଼ିଥିଲେ ଅଥବା କାମମତ୍ତ ଥିଲେ ରାତି ଜଣାପଡ଼ନ୍ତା ନାହିଁ। ବସି ବସି ବିରକ୍ତ ଲାଗୁଥିବାରୁ ସେମିତି ଭାବୁଛି। ପିଙ୍ଗଳାର ଗୋଟିଏ ଦେହ ସତ, ହେଲେ ବିଭିନ୍ନ ବିଟପୀ ପୁରୁଷ ସହିତ ରତିକ୍ରୀଡ଼ା ବା ସୁରଥ କ୍ରିୟା ବେଳେ ତାହା ଅନେକ ଅସଂଖ୍ୟ ହୋଇଯାଏ। ଯୋଉଥିପାଇଁ କବିବାକ୍ୟ ହେଲା, ପିଙ୍ଗଳାର ଏତେ ଦେହ, ଏତେ ଜ୍ୱାଳା, ଏତେ ଆତୁରତା। ଅର୍ଥାତ୍ ଅସଂଖ୍ୟ ଥର କରିକି ବି ତାର ଆହୁରି କରିବାର ମନ ମେଣ୍ଟୁନାହିଁ, ଆଶା ପୂରଣ ହେଉନାହିଁ। ରତିକ୍ରୀଡ଼ା ପ୍ରକୃତରେ ସେମିତି। ଯେତେ କଲେ ବି ମନ ସାଧ୍ୟ ହୁଏନି। ଆହୁରି କରିବାକୁ ଇଚ୍ଛା ହୁଏ। ଅବଶୋଷ ରହିଯାଏ। ମନ ବ୍ୟାକୁଳ ହୋଇଉଠେ। ତଥାପି ପିଙ୍ଗଳାର ଜୀବନ ଆକାଶ, ତାର ଜୀବନର ବ୍ୟାପ୍ତି ବ୍ୟାପକତା ଖାଲି ଖାଲି ଜଣାଯାଉଅଛି। ଆଗକୁ ଆଉ ହେବ କି ନାହିଁ ବୋଲି ମନେ ହେଉଛି। ଭବିଷ୍ୟତ ତ ଅନ୍ଧାର ଅଜଣା, ତେଣୁ କରି କଳା। ତଥାପି ପିଙ୍ଗଳା ଆଶାବାଦିନୀ। ମୂର୍ତ୍ତିମନ୍ତ ଶବ୍ଦ ଦ୍ୱାରା କବି ପ୍ରକାଶିଛନ୍ତି। ପିଙ୍ଗଳାର ମନରେ ଖୁସି ନାହିଁ। ମନରେ ତାର ଦୁଃଖ। ଦେହ ହାଲିଆ, ଅବଶ। ମନରେ ଅନୁଶୋଚନାର ଗ୍ଳାନି ବା ବେଦନା ଉପଗତ। ସେ କାନ୍ଦୁଛି। ପିଙ୍ଗଳା ଭାବୁଛି ଖାଲି ରାତିର ଗଭୀରତା, ନିରୋଳାପଣ, ଗମ୍ଭୀରତା, ଶୂନଶାନ ବିଦେହ ନଗରୀ। ପିଙ୍ଗଳା ମନରେ ଭାବନା ଆଣୁଛି କି ଜୀବନ ବାସ୍ତବରେ ଖାଲି। ଏ ମିଛମାୟା ସଂସାରରେ ମିଳନ, କୋଳାହଳ ସବୁ ଚିରସ୍ଥାୟୀ ନୁହେଁ। ଅସ୍ଥାୟୀ ଏଠି ସମ୍ପର୍କ ସମ୍ବନ୍ଧ। ପିଙ୍ଗଳା ଏହା ବୁଝି ସାରିଲାଣି। ପ୍ରତୀକ୍ଷାରେ ଥାଏ। ଗଣ୍ଡକିରୀ ନଦୀର ପ୍ରବାହ ରାଗିଣୀ ଧ୍ୱନି ପିଙ୍ଗଳାକୁ ଜଣାଇ ଦେଇ କହୁଛି, ସବୁଦିନେ କାଳର ଗତିଶୀଳତାରେ ସରିଯିବ। ତୁ ଖାଲି ଖାଲି ରହିଯିବୁ। କେବଳ ଦୁଃଖ ହିଁ ଭୋଗିବୁ ତୋର କର୍ମ ଯୋଗୁଁ। ଭଲ କାମ କରୁନାହୁଁ। ରାତ୍ରି ପରିବେଶର ଆକାଶ, ତାରା, ଶୂନଶାନପଣ, ଅନ୍ଧାର ଅପେକ୍ଷା ସଂସାରର ଶୂନ୍ୟତା ପିଙ୍ଗଳାର ମନକୁ ଶାବଳରେ ସତେକି କିଏ ବିଦ୍ଧ କରିଲା ଭଳି ତାକୁ ଜଣାଯାଉଅଛି। ପୀଡ଼ା ବା ଦୁଃଖ ଦେଉଛି। ଚୁପଚାପ ଭାବନାରେ ମଗ୍ନ ଥାଇ ସତେକି ଯୋଗିନୀ ସନ୍ନ୍ୟାସିନୀ ବୋଧେ ବେଶ୍ୟାବୃତ୍ତି ଛାଡ଼ି ତପସ୍ୱିନୀ ହେବାର ଯୋଜନା କରୁଛି। ସେ ରାହା ବା ରାସ୍ତା ଖୋଜୁଛି, ସତ୍ୟ ପଥର। ଏ ବଞ୍ଚିବା ଧୀରେ ଧୀରେ ତାକୁ ଭଲ ଲାଗୁନାହିଁ। ଯେମିତି ଜଣାପଡ଼ୁଛି ପିଙ୍ଗଳା ସମୁଦ୍ରରେ ଆତ୍ମହତ୍ୟା କରି ବସିବ ସତେଅବା। ସେଇ ଅନନ୍ତ ସମୁଦ୍ର ଅନ୍ତହୀନ। କାଳସାଗର, ମରଣର ଦୋଳି ପିଙ୍ଗଳା ପାଇଁ। ଈଶ୍ୱରୀୟ ଅନନ୍ତ ସୃଷ୍ଟିରେ ପିଙ୍ଗଳା ଏକ ବିନ୍ଦୁ ମାତ୍ର। ପିଙ୍ଗଳା କ୍ରମଶଃ ଭଗବତ୍ ଭାବନାରେ ଇଚ୍ଛୁକ, ଉତ୍ସାହିତ ହୋଇ ଉଠୁଛି। ବିଭୁ ଆଶୀର୍ବାଦ ପାଉଛି ବୋଲି ଜାଣିପାରୁଛି। ନିଜର ଜୀବନର ପ୍ରକୃତ ଉଦ୍ଦେଶ୍ୟ କେବଳ ବିଭୁ ନିରାଜନାରେ ଏବଂ ତାଙ୍କ କଥାର ଦର୍ଶିତ ପଥରେ, ଯାହାକି ସେ ଜୀବନରେ ଚାଲିପାରି ନାହିଁ। ପ୍ରକୃତ ବିଭୁ ପୂଜା କରିପାରି ନାହିଁ। ଯାହାକି ଅପରିଚିତ, ଅଜଣା ଥିଲା, ଏବେ କିନ୍ତୁ ପରିଚୟରେ ଆସୁଛି। ସ୍ଥିର ସ୍ଥିତଧୀ ହୋଇ ମନେ ପକାଇବାରୁ ବୋଧେ ସମ୍ଭବ ହେଉଛି। ମଣିଷ ନିଜେ ଅମୃତରୁ ଜାତ ହୋଇଛି ଯେତେବେଳେ, ସେ କେବେହେଲେ ବି ସେଇ ଅମର ଈଶ୍ୱରଙ୍କୁ ମନେ ପକାଇବ ନିଶ୍ଚୟ। କାରଣ ଦିନେ ମରିକି ତାଙ୍କ ପାଖକୁ ଯିବ। ମାୟା ଜୀବନ, ମିଛ ଜୀବନ ମଣିଷକୁ ନିତ୍ୟ ଆନନ୍ଦ ଦେଇ ନଥାଏ। ନିତ୍ୟ ଆନନ୍ଦ ବିଭୁ ଭାବନାରେ ଥାଏ। ପିଙ୍ଗଳା ମନ ସେଇ ଚିରନ୍ତନ ବିଭୁ ଭାବନାରେ ବର୍ତ୍ତମାନ ଧୀରେ ଧୀରେ ନିମଗ୍ନ ହୋଇଛି। ପିଙ୍ଗଳା ଭଗବାନଙ୍କଠାରେ ପାପକ୍ଷାଳନର ନିବେଦନ କରୁଛି। ଭଗବତ୍ ଚିନ୍ତାରେ ପିଙ୍ଗଳାର ଆତ୍ମା ବର୍ତ୍ତମାନ ବ୍ୟାକୁଳ। ପିଙ୍ଗଳା ଥିଲା କ'ଣ, ହେବ କ'ଣ, କେମିତି ଭଲ ହେବ, ପୁଣ୍ୟ ଅର୍ଜିବ, ବିଭୁ ପ୍ରୀତି କେମିତି ପାଇବ, ଆପଣା ଛାଏଁ ତାର ମନକୁ ସେଇ ଜ୍ଞାନରେ ନିୟୋଜିତ ନିଯୁକ୍ତର ଚିନ୍ତା କରୁଛି। ଭଗବାନ ଶ୍ରେଷ୍ଠ, ପରମ, ସେ ହିଁ ସୁନ୍ଦର,
ତଥା ଶିବ ବା ମଙ୍ଗଳମୟ। ପିଙ୍ଗଳାର ଜୀବନ ପୂର୍ବେ ଥିଲା ରାଜସିକ ତାମସିକତାରେ ଭରା, ଏବେ କିନ୍ତୁ ସାତ୍ତ୍ୱିକତା ମହାଚ୍ଛନ୍ନ। ବିଭୁ ପ୍ରେମରେ କାନ୍ଦୁଛି। ନିଜର ପାପ କ୍ଷାଳନ କେମିତି ହେବ ଯଦି ବିଭୁ ଦୟା ତାକୁ ଜୀବନରେ ନ ମିଳେ? ତାର କଳଙ୍କିତ ଜୀବନ କିଭଳି ଜ୍ୟୋତିର୍ମୟ ହେବ? ମୂର୍ଖ କାମନାରୁ କିପରି ଉଦ୍ଧାର ପାଇବ? ପିଙ୍ଗଳା ଜୀବନକୁ ବୀଣା ଭାବିଛି। ଯେଉଁ ଜୀବନ ବୀଣା ବାଜିଛି ଦୈହିକ କାମନାକୁ ସଫଳ କରିବାରେ, କିନ୍ତୁ ବର୍ତ୍ତମାନ ସେଇ ଦେହର ଜୀବନ ବୀଣା ବିଭୁ ସ୍ୱର କାଢ଼ିବ, ସ୍ୱର ବଦଳାଏ। ବେଶ୍ୟା ଜୀବନ ମୋର ଭାଙ୍ଗିଗଲା। ଆଉ ରାତି ମୋତେ ନିର୍ଜନ ଏକାକୀ ଜଣା ପଡ଼ୁନାହିଁ। ବର୍ତ୍ତମାନ ମୋ ପାଖରେ ଭଗବାନ ଅଛନ୍ତି। ମୁଁ ଅଶାନ୍ତ ଥାଇ ହରିଣୀ ଭଳିଆ ନାଭି କସ୍ତୁରୀର ମୋହରେ ଦେହ କାମନା ଚରିତାର୍ଥ ନିମିତ୍ତ ଏଣୁ ତେଣୁ ପୁରୁଷର ସାନ୍ନିଧ୍ୟ ସଙ୍ଗ ପ୍ରାପ୍ତ କରୁଥିଲି। ଏବେ ତାହା ହେବ ନାହିଁ। ମନ ରହସ୍ୟମୟ ବା ଗୁପ୍ତ ଥିବାରୁ ଅଜଣା। ତେଣୁ ମନ ସମୁଦ୍ର, ଯୋଉଠି ଆବେଗ ହେଉଛି ଢେଉ ଫେଣ। ଆକର୍ଷଣରେ ପଡ଼ି ସମୁଦ୍ରର ପ୍ରକୃତତାକୁ ଭୁଲି ଯାଇଥିଲି। ଏବେ ସନ୍ଧାନ ପାଇଛି, ଆଉ ଛାଡ଼ିବି ନାହିଁ। ହେ ପ୍ରଭୁ ଭଗବାନ, ମୋର ମନରେ ତୁମେ ସଦାସର୍ବଦା ରହିଲେ ମୁଁ ବାଟ ହୁଡ଼ିବି ନାହିଁ, ଭୁଲିବି ନାହିଁ। ଜୀବନ, ଯୌବନ, ସୌନ୍ଦର୍ଯ୍ୟ, ଆକର୍ଷଣ, ପ୍ରୀତି, ମୁଗ୍ଧତା, ଏଇ ଛଅଟି ହେଉଛି ଜୀବନର ଐଶ୍ୱର୍ଯ୍ୟ ବା ମନ ସମ୍ପଦ। ବିଭୁ ପିଙ୍ଗଳାକୁ ଦେଇଥିଲେ। ଜୀବନ ଥିବାରୁ ଯୌବନ ଆସିଲା, ଯୌବନରୁ ସୁନ୍ଦରତା ପ୍ରକାଶିଲା, ପୁରୁଷ ଆକୃଷ୍ଟ ହେଲା, ପ୍ରୀତି ଜାଗିଲା, ସେଇ ପ୍ରୀତିରେ ଦ୍ରଷ୍ଟା ମୁଗ୍ଧ ହେଲା। ଏସବୁ ସେଇ ଶ୍ରେଷ୍ଠ ଦୟାଳୁ ଭଗବାନଙ୍କ ପାଇଁ ସମ୍ଭବ ଥିଲା, କିନ୍ତୁ ଅସତ୍ ମାର୍ଗରେ, ଅଜ୍ଞତା ରୂପକ ଅନ୍ଧାର ଖେଳରେ। ତୁମେ ମୋର ସବୁ କିଛି, ମୋ ପାଇଁ ଆଉ କିଛି ନାହିଁ। ମୁଁ ଆଉ ଏଠି ରହିବି ନାହିଁ। ଶାଶ୍ୱତ ବିଭୁ ପ୍ରେମରେ ମନକୁ ଖୁସି କରାଇ ମୁଁ ଏଠୁ ପଳେଇ ଯିବି। ମୋତେ ମିଥିଳା ବା ବିଦେହରେ କେହି ଯେମିତି ଦେଖିବେ ନାହିଁ। ପିଙ୍ଗଳା ବିଭୁ ପ୍ରେମରେ ବାୟାଣୀ ହୋଇ ଦୁଇ ହାତ ଟେକି ବିଭୁଙ୍କର ଶରଣାପନ୍ନ ହେବା ଆଶାୟିନୀ। ସେ ମନେ କରୁଛି ସତେକି ସେ ଏହି ଜଗତରେ ନଥାଇ ବିଭୁ ଲୋକରେ ଅଛି, ପହଞ୍ଚି ଯାଇଛି। ଏ ରାତି ପିଙ୍ଗଳା ପାଇଁ ସ୍ୱର୍ଗୀୟ ଆନନ୍ଦର, ମୋହଗ୍ରସ୍ତର ରାତି। ଈଶ୍ୱରୀୟ ସାନ୍ନିଧ୍ୟରେ ପିଙ୍ଗଳା ଦେଖୁଛି ନିଜ ଜ୍ଞାନ ଖଟାଇକି କି ଯେ ତାର ଦେହରେ ପବିତ୍ରତା ଛାଇ ଯାଇଛି। ବିଭୁ ଆଶିଷର କିରଣର ଜ୍ୟୋତି ସେ ପାଇଛି। ତୁଚ୍ଛ ସଂସାରକୁ ପଛ କରି ସେ ଆଧ୍ୟାତ୍ମିକ ସଂସାର ଆଡ଼କୁ ଆଗେଇଛି। କବିତାର ସହଜ ବାର୍ତ୍ତା ହେଲା ବେଶ୍ୟାବୃତ୍ତି ଓ ସେଥିରୁ ଅନୁତାପ, ଅନୁଶୋଚନା, ପ୍ରକ୍ରିୟା ଏବଂ ପ୍ରଚେଷ୍ଟା। ଏଇ ଗୋଟିଏ ଜୀବନ ଦର୍ଶନକୁ କବି ବୌଦ୍ଧିକ ଢଙ୍ଗରେ, ଯୋଗ ସାଧନାର ବିବୃତିରେ, ବାରମ୍ବାର ପୁନଃ ଉକ୍ତି ଦୋଷରେ କବିତାକୁ ଦୀର୍ଘ ତଥା ବୁଝିବାରେ ଅଯଥା କଷ୍ଟକର କରିଦେଇଛନ୍ତି। ଚେତନାର ଉଦୟ ଓ ବିଭୁ ଆଶିଷ ହେଉଛି ସୂର୍ଯ୍ୟର ପ୍ରତୀତି ବା ଅବଧାରଣା। ବ୍ୟକ୍ତିକୈନ୍ଦ୍ରିକ ଓ ବସ୍ତୁପ୍ରତୀକ ସୂର୍ଯ୍ୟ ଜରିଆରେ ଏହା ହିଁ କବିତାର ସାମାଜିକ ଶିକ୍ଷଣୀୟ ବାର୍ତ୍ତା। ପିଙ୍ଗଳାର ସୂର୍ଯ୍ୟ କବିତା ଲେଖିବା ପୂର୍ବରୁ କବି ପିଙ୍ଗଳାର ରାତି ନାମରେ କବିତା ଲେଖି ସେଥିରେ ପିଙ୍ଗଳାର ବେଶ୍ୟାବୃତ୍ତିର କଥା କହିଛନ୍ତି। ବୌଦ୍ଧିକ କବିତା ସମସ୍ତେ ଲେଖିପାରନ୍ତି ନାହିଁ। ବୌଦ୍ଧିକ କବିତା ଅସ୍ପଷ୍ଟ, ସହଜରେ ଉପଲବ୍ଧି କରି ହୋଇ ନଥାଏ। ବାରମ୍ବାର ପଢ଼ି, ବିଭିନ୍ନ ସମୟ ଅବଧିରେ ପ୍ରୟୋଗ କରି, ସ୍ୱକଳ୍ପନା ଶକ୍ତି ଖଟାଇ, ମନରେ ଏଣୁ ତେଣୁ ପାଞ୍ଚ କଥା ଭାବିଲେ ଯାଇ ପାଠକ ଦୁର୍ବୋଧ୍ୟ ବୌଦ୍ଧିକ କବିତାକୁ ବୁଝିପାରିବ। ସେ ଲାଗି ଦୁର୍ବୋଧ୍ୟ କବିତାର ପାଠକ ସ୍ୱଳ୍ପ ଥାଆନ୍ତି, ବହୁଳ ପାଠ୍ୟାନ୍ତର୍ଗତ ହୋଇପାରି ନଥାଏ। ଏଭଳି କବିତା, ବୌଦ୍ଧିକ କବିତା ଉଭୟ ଲେଖକ ଓ ପାଠକକୁ ଚିନ୍ତାଶୀଳ କରାଏ। ଜଣେ କେମିତି କବିତାଟିକୁ ଲେଖିବ, ଅନ୍ୟ ଜଣେ ସବିଶେଷ ବୁଝିବ। ଲେଖୁ ଲେଖୁ କରଣ, ପଢ଼ୁ ପଢ଼ୁ ବୁଝିଣ କ୍ରିୟା ବୌଦ୍ଧିକ କବିତାଟି ଲାଗେ। ଯିଏ ସାଧିପାରେ ସେ ଅପୂର୍ବ ବୌଦ୍ଧିକ କବି, ଯିଏ ବୁଝିପାରେ ସେ ସେମିତି ସୂକ୍ଷ୍ମଦର୍ଶୀ ସମୀକ୍ଷକ। ଦୁଇଥିରେ ମର୍ଯ୍ୟାଦା ଅଛି। ଅଗତ୍ୟା ସାହିତ୍ୟରେ ବୁଦ୍ଧିର ଚାହିଦା ଠିକ୍ ବିଜ୍ଞାନ ଭଳି ଅଛି। ଉଭୟ କଳାର ନାମାନ୍ତରିକ କୌଶଳ। ବୁଦ୍ଧି ଅଗାଧ ସମୁଦ୍ର। କର୍ଷଣ ଭେଣ୍ଟର ଘାଣ୍ଟିବା ଉତ୍ପନ୍ନ ହୁଏ ଅବବୋଧରେ। ପିଙ୍ଗଳାର ସୂର୍ଯ୍ୟ ତାର ନିଜସ୍ୱ ରଚନା ଶୈଳୀ ନେଇ ମନମୁଗ୍ଧକର, ଅପୂର୍ବ ଚମକ ପ୍ରକାଶେ। ସେ ଲାଗି ବାରମ୍ବାର ପାଠରେ ପଠିତ ହୋଇଥିଲା, ଅନୁଶୀଳିତ ହୋଇଛି, ଚିନ୍ତା ଉଦ୍ରିକ୍ତ କରିଛି। କିଏ ଠିକ୍ ବୁଝିଛି, କିଏ ବୁଝିବାର ସରହଦ
ପାରି କରିପାରି ନାହିଁ। ତା ପାଇଁ କବିତା ରହିଛି ଅବୋଧ୍ୟ। ବେଣୁଧର ତାଙ୍କ ଜୀବନରେ ସାହିତ୍ୟକୁ ଏକମାତ୍ର କବିତା ବହିଟିଏ ଦେଇ ବହୁବାର ପାଠ୍ୟାନ୍ତର୍ଗତ ହୋଇ ବିଭିନ୍ନ ନାମିତ କବିତାରେ ଯଥା କାଠଘୋଡ଼ା ପାଣି ପିଇ, ବୃହନ୍ନଳା, ଆକାଶର ପକ୍ଷୀ, ମଳୟର ଆତ୍ମହତ୍ୟା, ମହେଞ୍ଜୋଦାରୋରେ ଝଡ଼ ଇତ୍ୟାଦିରେ ନିଜର କବିତ୍ୱର ମହନୀୟତା ବଜାୟ ରଖିଛନ୍ତି। ବହିଟିର ନାମ ମଧ୍ୟ ପିଙ୍ଗଳାର ସୂର୍ଯ୍ୟ ରଖିଛନ୍ତି। କେନ୍ଦୁଝର ଜିଲ୍ଲାର ଅଧିବାସୀ ଥିଲେ। ସରକାରୀ କଲେଜରେ ଅଧ୍ୟାପକ ଥିଲେ। ରାଧାନାଥ ଓ ମହାଯାତ୍ରା ନାମରେ ସମୀକ୍ଷା ଗ୍ରନ୍ଥର ରଚୟିତା ମଧ୍ୟ ଥିଲେ।